ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରତିଭା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ନାଥ ସଭାପତିତ୍ୱ କରିଥିଲେ। ସମାଜସେବୀ ଡାକ୍ତର ସୁଧାନନ୍ଦ ନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ଶ୍ରମିକ ନେତା ମହମ୍ମଦ ମୁର୍ତ୍ତୁଜା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗାନ୍ଧୀ ଓ ଗାନ୍ଧୀବାଦ ଉପରେ ଆଲୋଚନା କରିଥିଲେ। ସହକାରୀ ଶିକ୍ଷକ ଚକ୍ରଧର ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଭିଯାନର ସଂଯୋଜକ ରମେଶ କିଷାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରୀଗଣ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଆଦିତ୍ୟ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିଗଣ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ପଙ୍କଜିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଜାତା ତ୍ରିପାଠୀ, ସଞ୍ଜୁଲତା ବାଗ, ଅମିୟ ନାୟକ, ସୁଶାନ୍ତ ଚୌଧୁରୀ, ରୁବି ଦାସ ପ୍ରମୁଖ ପରିଚାଳନା କରିଥିଲେ। ସମସ୍ତ ବିଦ୍ୟାଳୟରେ छात्र छात्री माने आम विद्यालय आसिक प्राय पाख पाख प्राय सब विद्यालय छात्र छात्री प्रति वर्ष अक्टोबर 2 तारिख आसिक गोटे अर्थ है पाठ सहित किसी एक्टिविटी रही है जहाँकि प्रतिभा विकास अभियान से एक्टिविटी को आगे नबारे गोटे मुख्य माने राह सृष्टि मोर कहवा कथा कि आम छात्र छात्री मान समस्त प्रकार लोकायत प्रतिभा गुड़ाक रही जार से लोकायत प्रतिभा को चिन्हवाई से सब मार्ग गुड़ाक खोला बैच बैच कर 30टा पिला एबे सेटा बंद हो जाइए सेटा चाहेले फिर हेबा कई यदि चाहे रिक्वेस्ट सब धीरे धीरे क्विज रे आसबा तुम डेली लाइफ संगे एगुडा सब रिलेटेड है एथि लगे मुई सब जिनिस बताउ जे तुमको आई सब बाबद इनक्वारी कर तुम मैंने सब बाबद रेडी हो जे भविष्य में ई प्रकार जीवन है हाथी संख्या बढ़ी जीवे पीवा पानी आहरी दूषित हो समय नहीं कथा जेनटा जदि